ମୁଁ ଆଦିତ୍ୟ ପାଣି ଶହୀଦ ସ୍ମାରକୀ ନ୍ୟାସ ଇଣ୍ଡିଆନ୍ ଟ୍ରଷ୍ଟ ଆକ୍ଟରେ ଗଠିତ ଏକ ଟ୍ରଷ୍ଟର ମୁଁ ଅଧ୍ୟକ୍ଷ ଅଛି ଏବଂ ସେ ଆଜି ଏଇ ଯେଉଁ ଆୟୋଜନଟା କରାହେଇଥିଲା ଯେ ମାଧବ ମନ୍ଦିର ଶହୀଦ ସ୍ମୃତି ଉଦ୍ୟାନ ୟାର ଯେଉଁ ଡେଭଲପମେଣ୍ଟ ହେଇଛି ଯେତିକି ଏବଂ ତାର କେମିତି ସୁରକ୍ଷା ରହିବ ଏବଂ ଭବିଷ୍ୟତରେ ତାର କିଭଳି ଉନ୍ନୟନ କରାଯିବ ସେ ସମ୍ପର୍କରେ ଆଜି ଆଲୋଚନା ହୋଇଥିଲା। ସେଇଥିପାଇଁ ଆଜି ଗୋଟେ ସେମିନାର ଡକା ହେଇଥିଲା। ସମାଜର ବିଭିନ୍ନ ବର୍ଗର ଲୋକ ଏଠିକି ଆସିଥିଲେ। ତ ଏଇଠି ମାନ୍ୟବର ବିଧାୟକ ନିଆଳି ସେ ତାଙ୍କର ଅଙ୍ଗୀକାର କଲେ ନିଷ୍ଠାର ସହ ଏ ପୀଠର ଡେଭଲପମେଣ୍ଟ ପାଇଁକି ଖାଲି ଏଇ ପୀଠର ନୁହଁ ସମଗ୍ର ନିର୍ବାଚନ ମଣ୍ଡଳୀରେ ଧାର୍ମିକ ପୀଠମାନଙ୍କର ଯେଭଳି ପୁନରୁଦ୍ଧାର ହେବ ଉନ୍ନୟନ ହେବ ଏବଂ ସେଥିପାଇଁକି ସେ ଯେଉଁଭଳି ଭାବରେ ନିଜର ପ୍ରତିବଦ୍ଧତା ଆଜି ପ୍ରକାଶ କଲେ ସେଥିପାଇଁ ମୁଁ ଅତ୍ୟନ୍ତ ଭାବରେ ଖୁସି ତାଙ୍କୁ ଧନ୍ୟବାଦ ଦେଉଛି କୃତଜ୍ଞତା ଦେଉଛି ଏବଂ ଏଇ ଯେଉଁ ପୀଠର ଡେଭଲପମେଣ୍ଟ ପାଇଁକି ସେ ତାଙ୍କର ଯାହା ଯାହା ପ୍ଲାନ୍ କରିଛନ୍ତି ସେଇ ପ୍ଲାନ୍ର ଯେତେ ସବୁ ଧାର୍ମିକ ପୀଠ ଅଛି ସେଇଥିରେ ମୁଁ ମୋର ଏକ ଗୁଣ୍ଡୁଚିର ଭୂମିକା ଭଳି ନିଭାଇବି ଏଇ ନିଷ୍ପତ୍ତି ମଧ୍ୟ ଆବଶ୍ୟକତା ତ ଅନେକ ଅଛି ଅନେକ କିଛି କାମ ହେଇଛି ଏବଂ ଏଇଠି ବର୍ତ୍ତମାନ ଯେତିକି ଜାଗା ଉପରେ କରାହେଇଛି ଏଇ ଯେଉଁ ଶହୀଦ ସ୍ମୃତି ଉଦ୍ୟାନଟି ସିଏ 16 ଏକର 3 ଡିସିମିଲ୍ ଜାଗା ଉପରେ ଏ ଉଦ୍ୟାନଟି ବର୍ତ୍ତମାନ କରାହେଇଛି ଏବଂ ତାର ଡେଭଲପମେଣ୍ଟ ପାଇଁକି ଅନେକ ପଇସା ପୂର୍ବରୁ ଡକ୍ଟର ପ୍ରମୋଦ ମଲ୍ଲିକଙ୍କ ସମୟରେ ଏ କାର୍ଯ୍ୟଟି ହେଇଥିଲା ଏବଂ ସେ ତାଙ୍କର ପ୍ରଚେଷ୍ଟାରେ ଏତକ କରାହେଇଥିଲା ତାଙ୍କ ଆର୍ଥିକ ବ୍ୟବଧାନରେ ଆଜି ମଧ୍ୟ ସେ ବିଷୟରେ ମାନ୍ୟବର ବିଧାୟକ ଆଉ ଗୋଟିଏ ବିଶାଳ ହୃଦୟର ପରିଚୟ ଦେଇଛନ୍ତି। ସେ ମଧ୍ୟ ଏଇ କାମ ଏଇଭଳି ଏକ କାମ କରାଯାଇଥିବାରୁ ପୂର୍ବତନ ବିଧାୟକକୁ ସେ ଧନ୍ୟବାଦ ଦେଇଛନ୍ତି ଏବଂ ଯାହା ଲାଗୁଛି ତାଙ୍କ କଥାରୁ ଯାହା ଲାଗୁଛି ସେ ଆଜି ଦିନଠାରୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଆସନ୍ତାକାଲି ଠାରୁ ସେଠି କାର୍ଯ୍ୟ ଆରମ୍ଭ କରାଯିବା ପାଇଁ। ମାଧବ ସାମଗ୍ରିକ ଭାବରେ ପର୍ଯ୍ୟଟନସ୍ଥଳୀ ନିଆଳି ମାଧବର ଡେଭଲପମେଣ୍ଟ ଅତ୍ୟନ୍ତ କ୍ଷିପ୍ରତର ହେବ ଏ ଆଶା ମୋର ରହିଛି। ଏଥିପାଇଁ ମୁଁ ବିଧାୟକ ମହୋଦୟଙ୍କୁ କୃତଜ୍ଞତା ଦେଉଛି। ବହୁତ ଆଜି ସଫଳ ହେଇଛି। ମୁଁ ତ କହିବି ସମ୍ପୂର୍ଣ୍ଣ ସଫଳ କାରଣ ନିଆଳିର ଅଞ୍ଚଳର ବହୁତ ବୁଦ୍ଧିଜୀବୀ ଏବଂ ଦଳମତ ନିର୍ବିଶେଷରେ ବିଭିନ୍ନ ପଞ୍ଚାୟତରେ ନେତୃତ୍ୱ ନେଉଥିବା ବ୍ୟକ୍ତିମାନେ ମଧ୍ୟ ଏଠାରେ ଉପସ୍ଥିତ ଥିଲେ। ପର୍ଟିକୁଲାର ଆମେ ନିଆଳି ମାଧବ ଯେଉଁ ଅଛି ଆମର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି ଆଉ ଆମେ ତାକୁ କିଭଳି ଭାବରେ ଉନ୍ନତିକରଣ କରିବୁ ଏବଂ ସରକାରଙ୍କର ସାହାଯ୍ୟ କିଭଳି ଭାବରେ ନେବୁ ବିଶେଷ କରି ସେ ବିଷୟରେ ଆଲୋଚନା ହେଇଥିଲା। ସମସ୍ତଙ୍କ ଠାରୁ ମତ ମଧ୍ୟ ନିଆଯାଇଥିଲା ଯେ ଏଠି କେମିତି କ'ଣ କଲେ ଏ ଜାଗାର ଉନ୍ନତି ହେବ ତେଣୁ ସମସ୍ତଙ୍କର ମତ ନିଆହେଲା। ସମସ୍ତଙ୍କର ମତ ସେ ଗୋଟିଏ ମତ ଥିଲା ଏ ଜାଗାକୁ କେମିତି ଆମେ ଉନ୍ନତି କରିବୁ ଆଉ ନିଶ୍ଚିତ ଭାବରେ ଆମେ ଏଇ ଯେଉଁ ଜାଗା ଯେଉଁଭଳି ଭାବରେ ଆଜି ଅଛି ଆଜି ଆମର ବ୍ଲକ ପ୍ରଶାସନିକ ଅଧିକାରୀ ଏବଂ ତହସିଲଦାର ଆପଣଙ୍କର ପୋଲିସରୁ ତାଙ୍କର ଥାନା ଅଧିକାରୀଙ୍କର ପ୍ରତିନିଧି ପଠାଇଥିଲେ। ଏଠି ଗୋଟେ ଭଲ ବାତାବରଣରେ ଭଲ ଆଲୋଚନା ହେଲା। ନିଶ୍ଚିତ ଭାବରେ ଆଗକୁ ବହୁତ ଭାବରେ ଉନ୍ନତି ହେବ। ଏଇଟା କୌଣସି ରାଜନୈତିକ ମଞ୍ଚ ନଥିଲା। ମୁଁ ଯେହେତୁ ଜଣେ ବିଧାୟକ ଅଛି ତାହେଲେ ମୁଁ ଏଇଭଳି ଭାବରେ ଯେଉଁଠି କାର୍ଯ୍ୟକ୍ରମ ହେବ ଯେଉଁଠି ଉନ୍ନତି ପାଇଁ କାର୍ଯ୍ୟକ୍ରମ ହେବ ମୁଁ ନିଶ୍ଚିତ ଭାବରେ ସେ ଯିଏ ବି ହେଉନା କାହିଁକି ଯାହା ବି ହେଉନା କାହିଁକି ଉନ୍ନତିର ଚିନ୍ତାଧାରା ନେଉଥିବା ବ୍ୟକ୍ତିଙ୍କୁ ମୁଁ ନିଶ୍ଚିତ ଭାବରେ ନିଆଳି ନିର୍ବାଚନ ମଣ୍ଡଳୀରେ ସମ୍ମୁଖକୁ ଆଣିବି ଏବଂ ସେମାନଙ୍କୁ ନେଇକିରି ମୁଁ ଗୋଟେ ଉନ୍ନତି ନିଆଳିର ବିକାଶ କେମିତି ହେବ ସେ ବିଷୟରେ ଆମେ କାର୍ଯ୍ୟ ପନ୍ଥା ଗ୍ରହଣ କରିସାରିଛୁ। ଆମର ଆପଣ ଯାହା କହିଲେ ଠିକ କଥା। ଏଇଟା ଗୋଟେ ହେଉଛି ପ୍ରକୃଷ୍ଟ ଜାଗା ଯେଉଁଟା ଉନ୍ନତି ହେଇପାରିନି ଅଲଗା କଥା। ଆମେ ବିଗତ ଦିନ କଥା କହୁନୁ ଏବେ କେମିତି ଉନ୍ନତି ହେବ। ଏବେ ବି ଆମର ଯେଉଁ ପ୍ରିୟ ପ୍ରଧାନମନ୍ତ୍ରୀ ଯଶସ୍ୱୀ ନରେନ୍ଦ୍ର ମୋଦିଙ୍କର ଯେଉଁ ଚିନ୍ତାଧାରା ଅଛି ଯେଉଁ ପର୍ଯ୍ୟଟନ ସ୍ଥଳୀ ଅଛି ତା ପାଇଁ କୋଟି କୋଟି ଟଙ୍କା ବର୍ତ୍ତମାନ ଦେଇଛନ୍ତି କାମ ହେଇପାରୁନି କିନ୍ତୁ ଆମ ସରକାର ଆସିଲା ପରେ ଆମେ ଚିନ୍ତା କରୁଛୁ ଯେଉଁଗୁଡ଼ାକ ସବୁ ପର୍ଯ୍ୟଟନ ସ୍ଥଳୀ ଏବଂ ପୁରୁଣା ମନ୍ଦିର ସବୁ 500 ବର୍ଷ 200 ବର୍ଷ ଯେଉଁ ତଳର ମନ୍ଦିର ସବୁ ପୁନରୁଦ୍ଧାର ହେବ ଆମର ପ୍ରାଚୀ ନଦୀର ପୁନରୁଦ୍ଧାର ହେବ ସେଥିପାଇଁ ମଧ୍ୟ ସରକାର ପର୍ଯ୍ୟାପ୍ତ ପଇସା ଦେଉଛନ୍ତି। ତାକୁ କିଭଳି ଭାବରେ ସୁରୁଖୁରୁରେ ଏଇଠି କୌଣସି ରାଜନୀତିକରଣ ନ କରିକିରି କେମିତି ସମସ୍ତଙ୍କୁ ନେଇକିରି କାର୍ଯ୍ୟକ୍ରମ କରାଯିବ ଏବଂ ତାର ଉନ୍ନତିକରଣ କରାଯିବ ସେଇଟା ହେଉଛି ଆମ ସମସ୍ତଙ୍କର ଚିନ୍ତାଧାରା। ଯେ ସମସ୍ତେ ବି ସପୋର୍ଟ କରୁଛନ୍ତି ଭଲ ହେଇଛି। ଆମେ ନିଶ୍ଚିତ ଭାବରେ ଆମେ ଭଲ ଆର୍କିଟେକ୍ଟ ନେଇକିରି ଆମେ ଗୋଟେ କମିଟି ତିଆରି କରିକି ଆମେ ସମସ୍ତେ ଏଠି ଉପସ୍ଥିତ ରହିବୁ
ଆଉ ଆମର ବାବା ଆସୁନାହାନ୍ତି ବାବା ଆମ ଅଞ୍ଚଳର ସିଏ ବି ମଧ୍ୟ ତାଙ୍କର ଗୋଟେ ମଠ ବର୍ତ୍ତମାନ କରୁଛନ୍ତି ବହୁତ ଜିନିଷ କରୁଛନ୍ତି ଆମେ ବି ବାବାଙ୍କୁ ଅନୁରୋଧ କରିଛୁ ଯେ ବାବା ଆସନ୍ତୁ ଅଞ୍ଚଳରେ ରହି ଏଠି ଗୋଟେ ମୋର ଲକ୍ଷ୍ୟ ପ୍ରକୃତରେ ବିଧାୟକ ହିସାବରେ ଗୋଟେ ନିଆଳି ନିର୍ବାଚନ ମଣ୍ଡଳୀରେ ପର୍ଟିକୁଲାର ନିଆଳିଠୁ ମାଧବ ଏଇ ଯୋଉ ପୁରା ଅଞ୍ଚଳଟାକୁ ଗୋଟେ ଆଧ୍ୟାତ୍ମିକ ପରିବେଶ କରାଯିବ ଯୋଉ ମଠ ସବୁ ରହିଛି ସେ ମଠକୁ ପୁନରୁଦ୍ଧାର କରାଯିବ ଆପଣ ଦେଖିବେ ଅଳ୍ପ ଦିନ ଭିତରେ ସେ ମଠ ମାନଙ୍କୁ କେମିତି କରାଯିବ ଏଠି ମଧ୍ୟ ସଦା ବାବାଙ୍କର ମଠକୁ ଏଠି ଯୋଉ ଅବସ୍ଥାରେ ଅଛନ୍ତି ସେ ପ୍ରକୃତରେ ଜଗନ୍ନାଥଙ୍କର ଆଶୀର୍ବାଦ ନହେଲେ କିଛି ହବନି ନିଶ୍ଚିତ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି ଆଉ ନିଶ୍ଚିତ ଭାବରେ ଏସବୁ ଦେଖିବେ ଆପଣ ଉନ୍ନତି ମନକୁ ମନ ହବ। ଆଲୋକ ଲଙ୍କା ନିଆଳି ପର୍ଯ୍ୟଟନ ସ୍ଥଳୀ ନିଆଳି ମାଧବର ବିକାଶ ନିମନ୍ତେ ଯେଉଁ ସାର୍ବଜନୀନ କାର୍ଯ୍ୟ ଖସଡ଼ା ଏଠି ପ୍ରସ୍ତୁତ ହୋଇଛି ଏବଂ ମୁକ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି ମାଧବରେ ଏଠି ମାନ୍ୟବର ବିଧାୟକ ଉପସ୍ଥିତ ଥିଲେ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ମଧ୍ୟ ଏଠି ଉପସ୍ଥିତ ଥିଲେ ସର୍ବସମ୍ମତିକ୍ରମେ ଯେଉଁ ଆଲୋଚନା କରାଗଲା ସମସ୍ତେ ନିଜ ନିଜର ମତବ୍ୟକ୍ତ ପ୍ରକାଶ କଲେ ଏଠି ନିଆଳି ମାଧବର ଉନ୍ନତିକରଣ ପାଇଁ ଏବଂ ସଦା ବାବାଜୀ ଯେଉଁ ତୋଟା ଏଠି ଅଛି ଯେଉଁ ଭିତ୍ତିଭୂମି ସ୍ଥାପନ କରାଯାଇଛି ୟାକୁ କିପରି ଭାବରେ ଡେଭଲପମେଣ୍ଟ କାମ କରାଯିବ ଏବଂ ନିଆଳି ମାଧବକୁ ଗୋଟେ ପର୍ଯ୍ୟଟନ ସ୍ଥଳୀରେ ଯେଉଁ ମାନ୍ୟତା ସରକାର ଦେଇଛନ୍ତି କିପରି ଭାବରେ ଏଠି ଡେଭଲପମେଣ୍ଟ କାମ କରାଯିବ ପର୍ଯ୍ୟଟକମାନେ ଆକୃଷ୍ଟ ହେବେ ନିଆଳି ମାଧବକୁ ଆକୃଷ୍ଟ ହେବେ ଏବଂ ଏଠି ରାତ୍ରି ଯାପନ କରିବା ପାଇଁ ଯେଉଁ ବିଶ୍ରାମସ୍ଥଳୀ ମଧ୍ୟ ପ୍ରସ୍ତୁତ କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଗଲା ଏବଂ ଏ ଯେଉଁ ଅଞ୍ଚଳର ଡେଭଲପମେଣ୍ଟ ପାଇଁ ସଂସ୍କୃତି ଐତିହ୍ୟ ପରମ୍ପରା ଯେଉଁ ପ୍ରାଚୀ ନଦୀ ଆମ ଏଠି ନିଆଳି ମାଟିରେ ପ୍ରାଚୀ ଉପତ୍ୟକା ଅଛି ତାର ବିକାଶ କରିବା ପାଇଁ ଆମର ପ୍ରଚଣ୍ଡ ଭିତ୍ତିଭୂମି ଏଠି ଅଛି କିନ୍ତୁ ଭିତ୍ତିଭୂମିକି କିପରି ଭାବରେ ଡେଭଲପମେଣ୍ଟ କାମ କରାଯିବ ଏବଂ ଏ ଅଞ୍ଚଳକୁ ପର୍ଯ୍ୟଟନ ସ୍ଥଳୀରେ ଯେଉଁ ସରକାର ମାନ୍ୟତା ଦେଇଛନ୍ତି କିପରି ଭାବରେ ଆଗକୁ ନିଆଯିବ ତା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯିବ ବୋଲି ସର୍ବସମ୍ମତିକ୍ରମେ ଏଠି ଆଲୋଚନା କରାଗଲା ଏବଂ ମାନ୍ୟବର ବିଧାୟକ ଏଠି ପୂର୍ଣ୍ଣ ପ୍ରତିଶ୍ରୁତି ଦେଲେ ଏ ମାଟିର ବିକାଶ କରିବା ପାଇଁ ଯଥାସମ୍ଭବ ସେ ଚେଷ୍ଟା କରିବେ ଏବଂ ପୂର୍ଣ୍ଣ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ସାଧାରଣ ଜନତାଙ୍କୁ ଏ ଆଲୋଚନା ଚକ୍ର ଆଜି ପ୍ରଥମ ସ୍ତରରେ ଏଠି ଆଲୋଚନା ହେଲା ଆଗକୁ ମଧ୍ୟ ପର୍ଯ୍ୟାୟକ୍ରମେ ଏଟା ଆଲୋଚନା କରାଯିବ କିପରି ଭାବରେ ମନ୍ଦିରର ଡେଭଲପମେଣ୍ଟ ହେବ ନିଆଳି ଅଞ୍ଚଳର ବିକାଶ ହେବ ଏ ଯେଉଁ ସଦା ବାବାଜୀ ତୋଟା ଅଛି ତୋଟାର ଠିକ୍ ଭାବରେ ଉନ୍ନତିକରଣ କରାଯିବ ଏବଂ ସରକାରଙ୍କର ଯେଉଁ ସହାୟତା ଅଛି ସରକାରଙ୍କ ସହାୟତା କିପରି ଭାବରେ ଏଠିକି ଆସିପାରିବ ବିଧାୟକ ଏଠି ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି ଅଞ୍ଚଳବାସୀ ଆଜି ବହୁତ ଖୁସି ଅଛନ୍ତି କାରଣ ଦଳ ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳରୁ ଊର୍ଦ୍ଧ୍ୱରେ ରହି ଜନତାଙ୍କର ସେବା କରିବା ଏବଂ ନିଆଳି ମାଟିର ବିକାଶ କରିବା ପାଇଁ ଯେଉଁ ପ୍ରଚେଷ୍ଟା ବିଧାୟକ କରିଛନ୍ତି ଆଜି ଏ ସର୍ବସମ୍ମତିକ୍ରମେ ସମସ୍ତେ ୟାକୁ ଖୁସି ଭାବିଛନ୍ତି ଏବଂ ସମସ୍ତେ ଖୁସି ଅନୁଭବ କରିଛନ୍ତି ଯାହା ହେଉ ପ୍ରଥମ ଥର ପାଇଁ ଏକ ଦଳମତ ନିର୍ବିଶେଷରେ ଯେଉଁ ସଭା କରାଗଲା ଆଗାମୀ ଦିନରେ ନିଶ୍ଚିନ୍ତ ରୂପେ ଏହି ଅଞ୍ଚଳ ବିକଶିତ ହେବ ଏବଂ ନିଆଳି ମାଧବ କ୍ଷେତ୍ରର ଯେଉଁ ଉନ୍ନତିକରଣ ଦିଗରେ ବିଧାୟକଙ୍କର ଯେଉଁ ପ୍ରୟାସ ଅଛି ନିଶ୍ଚିନ୍ତ ରୂପେ କାର୍ଯ୍ୟକାରୀ ହେବ ବୋଲି ଆମ ସମସ୍ତଙ୍କର ଆଶା ଓ ବିଶ୍ୱାସ।